ଆଗକୁ ଆସୁଛି ବଡ଼ ବର୍ଷା ଭିଜିବ ସାରା ଓଡ଼ିଶା। ଜାଗର ପୂର୍ବରୁ ସାରା ଓଡ଼ିଶାରେ ଲହଡ଼ି ଭାଙ୍ଗିବ ବର୍ଷା ପାଣି। ହଠାତ୍ ବଦଳିଯିବ ପାଣିପାଗ, ଆକାଶରୁ ହେବ ପ୍ରବଳ ବର୍ଷା। ରାଜଧାନୀରେ ବର୍ଷା ହେଲା, ଆଗକୁ 9 ତାରିଖ ଯାଏଁ ବର୍ଷାର ସମ୍ଭାବନା। ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ତାତି ଲାଗି ରହିଥିଲା, ଯେଉଁ ତାତିରେ ଏବେ ଟିକିଏ ଲାଗିଛି ବ୍ରେକ୍। ଖରା ପ୍ରକୋପ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି। ଆଉ ଆଜି ସକାଳେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାରି ଭିତରେ ଆଉ ଏକ ସୂଚନା ସାମ୍ନାକୁ ଆସିଛି। ଆଗକୁ ରାଜ୍ୟରେ ଆସୁଛି ବଡ଼ ବର୍ଷା, ଯେଉଁଥିରେ ଭିଜିବ ସାରା ଓଡ଼ିଶା। ପୂର୍ବରୁ ପଶ୍ଚିମ ଉପକୂଳରୁ ମଝି ଓଡ଼ିଶା ପ୍ରତି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମହାଶିବରାତ୍ରି ଜାଗର ପୂର୍ବରୁ ସାରା ଓଡ଼ିଶାରେ ଲହଡ଼ି ଭାଙ୍ଗିବ ବର୍ଷା ପାଣି। ଆଉ ଜାଗର ଆଗରୁ ଇନ୍ଦ୍ର ଦେବତା ଓଡ଼ିଶାରେ କିଛି ଦିନ ପାଇଁ ବୁଲି ଯିବେ କି ଓଡ଼ିଶା। ତେଣୁ ସାରା ଓଡ଼ିଶାର ବହୁ ସ୍ଥାନରେ କଳାହାଣ୍ଡିଆ ମେଘ ଆକାଶକୁ ମାଡ଼ି ଆସିବା ଆଉ ସୂର୍ଯ୍ୟଙ୍କୁ ଲୁଚାଇଦେବ। ଆଜି ଓ ଆସନ୍ତାକାଲି ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ପୁଣି 8 ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅନେକ ସ୍ଥାନରେ ଏହି ବର୍ଷା ଲାଗି ରହିବାର ଅନୁମାନ କରାଯାଉଛି। ତେଣୁ ତା ଆଗରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ୟୁରୋ ରିପୋର୍ଟ, G7 ଓଡ଼ିଆ।